ଯେଉଁ ଚାଷୀମାନେ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପାଉଛନ୍ତି ତ ସେମାନଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଲା। ତ ପିଏମ୍ କିଷାନ ସିଏମ୍ କିଷାନ ପାଉଥିବା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଏକ ବଡ଼ ସୂଚନା ଜାରି କରିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର। ଯଦି ଆପଣମାନେ ପିଏମ୍ କିଷାନ ଯୋଜନାରୁ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି, ଅର୍ଥାତ୍ 23ତମ କିସ୍ତି ଟଙ୍କା ପାଇସାରିଛନ୍ତି କିମ୍ବା 23ତମ କିସ୍ତି ଟଙ୍କା କୌଣସି କାରଣରୁ ଆପଣମାନଙ୍କର ଅଟକି ଯାଇଛି ଏବଂ ଯେଉଁ ଚାଷୀମାନେ ସିଏମ୍ କିଷାନ ଯୋଜନାର ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି ସେମାନେ ଆଉ କିସ୍ତି ଟଙ୍କା ପାଇପାରିବେ ନାହିଁ। ଏକଥା ମୁଁ କାହିଁକି କହୁଛି, ସରକାର ଏକ ନିୟମ ଆଣିଛନ୍ତି। ଏହି ନିୟମ ଅନୁସାରେ ଆପଣମାନଙ୍କୁ କାର୍ଯ୍ୟ କରିବା ପାଇଁ ପଡ଼ିବ। ଯଦି ଆପଣମାନେ ଏହି ନିୟମକୁ ନ ମାନି ସେ କାର୍ଯ୍ୟଟିକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରୁନାହାନ୍ତି, ତାହେଲେ ଆପଣମାନଙ୍କର ପିଏମ୍ କିଷାନ ଯୋଜନା ଏବଂ ସିଏମ୍ କିଷାନ ଯୋଜନାରୁ ନାମ ସବୁଦିନ ପାଇଁ କଟିଯିବ। ଯଦି ଆପଣ ଜଣେ ଯୋଗ୍ୟ ଚାଷୀ ଅଟନ୍ତି, ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର ଲଗାତାର ଭାବେ କିସ୍ତି ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ ଏହିସବୁ କାର୍ଯ୍ୟ ଗୋଟିଏ ମାସ ମଧ୍ୟରେ ସମାପ୍ତ କରିବାର ଅଛି। ହଁ ଆଜ୍ଞା, ଆପଣ ଠିକ୍ ଶୁଣୁଛନ୍ତି। ଏକଥା ଆମେ କହୁନାହୁଁ, ଏକଥା ସରକାରଙ୍କର ନିୟମ। ଆପଣଙ୍କର ବି ପ୍ରଶ୍ନ ରହିଥିବ, କେଉଁ କାର୍ଯ୍ୟଗୁଡ଼ିକ ଆମକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରିବାର ଅଛି। ତ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଜଣାଇବି, ଯଦି ଆପଣମାନେ ପିଏମ୍ କିଷାନ ଏବଂ ସିଏମ୍ କିଷାନର କିସ୍ତି ଟଙ୍କା ଲଗାତାର ଭାବେ ପାଇ ଆସୁଛନ୍ତି, ତାହେଲେ ଆପଣମାନଙ୍କୁ ଗୋଟିଏ ମାସ ମଧ୍ୟରେ କ'ଣ କରିବା ପାଇଁ ପଡ଼ିବ, ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଛୋଟ ଅନୁରୋଧଟିଏ, ଯଦି ଆପଣ ଭିଡ଼ିଓ ଦେଖୁଛନ୍ତି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଏବଂ ପ୍ରଥମ କରି ଆପଣମାନେ ଚ୍ୟାନେଲରେ ନୂଆ କରି ଭିଡ଼ିଓଟି ଦେଖୁଛନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେନି। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହିଁବି ଯେ ପିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ବର୍ଷକୁ ସମାନ 3ଟି କିସ୍ତିରେ 6,000 ଟଙ୍କା ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ କିସ୍ତି 4 ମାସ ଅନ୍ତରାଳରେ 2,000, 2,000, 2,000 କରି 3ଟି କିସ୍ତିରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ବର୍ଷକୁ 6,000 ଟଙ୍କା ଆସିଥାଏ। ଏହି ଆର୍ଥିକ ରାଶି ଚାଷୀମାନଙ୍କର ଚାଷବାସରେ ସାହାଯ୍ୟ କରିଥାଏ। ଚାଷୀଙ୍କର ଛୋଟ ବା କ୍ଷୁଦ୍ର ଆର୍ଥିକ ରାଶି ହେଲେ ମଧ୍ୟ ଯେଉଁମାନେ କ୍ଷୁଦ୍ର ଏବଂ ନାମମାତ୍ରା ଚାଷୀ ରହିଛନ୍ତି, ସେମାନଙ୍କୁ ବେଶ ସହଯୋଗ କରିଥାଏ ଏହି ଆର୍ଥିକ ରାଶି। ପିଏମ୍ କିଷାନର ଆର୍ଥିକ ସହାୟତା ପାଇବା ପାଇଁ ହେଲେ ଆପଣମାନଙ୍କୁ ଏହି କାର୍ଯ୍ୟ କରିବାର ଅଛି। ବର୍ଷକୁ ଆପଣମାନେ ସମାନ 3ଟି କିସ୍ତି ପାଇବା ପାଇଁ ଆପଣମାନଙ୍କୁ ଏହିସବୁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଯଦି ଆପଣମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି, ଆପଣ ଭାବୁଛନ୍ତି ଯେ ଆମେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛୁ, ତ ଆମର କିଛି ଅସୁବିଧା ନାହିଁ, ଆମକୁ କୌଣସି କାର୍ଯ୍ୟ କରିବାର ନାହିଁ କି ଭିଡ଼ିଓ ଦେଖିବାର ନାହିଁ। କିନ୍ତୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହା ସରକାରଙ୍କ ତରଫରୁ ନିୟମ ଘୋଷଣା କରାଯାଇଛି। ଆପଣ ମଧ୍ୟ ଶୁଣିଲେ ସେ ନିୟମଟିକୁ ହୁଏତ ଚମକି ପାରନ୍ତି। ସେହିଭଳି ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭଉଣୀମାନେ ରହିଛନ୍ତି, ସେମାନଙ୍କ ପାଇଁ ଯେଉଁ ସିଏମ୍ କିଷାନ ଯୋଜନା ରହିଛି, ସେହି ସିଏମ୍ କିଷାନ ଯୋଜନାରୁ ଆପଣମାନେ ବାର୍ଷିକ 4,000 ଟଙ୍କା ପାଇଥାନ୍ତି। ତାହା ପୁଣି 2ଟି ସମାନ କିସ୍ତିରେ 2,000, 2,000 କରି ବର୍ଷକୁ ଆପଣମାନେ 4,000 ଟଙ୍କା ପ୍ରାପ୍ତ କରିଥାନ୍ତି। ଯଦି ଆପଣମାନେ ବର୍ଷକୁ ସିଏମ୍ କିଷାନ ଯୋଜନାର 4,000 ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ଏବେ ବି ଆପଣମାନଙ୍କର କୌଣସି ଅସୁବିଧା ନାହିଁ, ଆପଣମାନେ କିସ୍ତି ଟଙ୍କା ପାଇ ଆସୁଛନ୍ତି, ତ ଆପଣମାନଙ୍କୁ ମଧ୍ୟ ସେ କାର୍ଯ୍ୟ କରିବାର ଅଛି। ସେ ନିୟମକୁ ଆପଣ ମଧ୍ୟ ଜାଣି ସେହି ଦିଗରେ ଆପଣମାନଙ୍କୁ ଯିବାର ଅଛି। ସିଏମ୍ କିଷାନ ଯୋଜନାରେ ଯେଉଁ 2ଟି କିସ୍ତି ଆପଣମାନଙ୍କୁ 2,000, 2,000 କରି ବର୍ଷକୁ 4,000 ଟଙ୍କା ମିଳୁଛି, ତାହା ନିର୍ଦ୍ଦିଷ୍ଟ ଅକେଜନରେ ଆପଣମାନଙ୍କୁ ମିଳୁଛି। ଗୋଟିଏ ହେଲା ଆପଣମାନଙ୍କର ଅକ୍ଷୟ ତୃତୀୟା, ଆଉ ଗୋଟିଏ ଆପଣମାନଙ୍କର ନୂଆଖାଇରେ। ସରକାର ଏହି 2ଟି ଅକେଜନକୁ ଫିକ୍ସ କରିଛନ୍ତି ଚାଷୀମାନଙ୍କ ଆର୍ଥିକ ସହଯୋଗ କରିବା ପାଇଁ। ଆପଣ ସମସ୍ତେ ଜାଣିଛନ୍ତି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଟଙ୍କା ଜୁନ୍ 20 ତାରିଖରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆସିସାରିଛି। ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ଆପଣମାନଙ୍କୁ ଅକ୍ଷୟ ତୃତୀୟାରେ ମିଳିସାରିଛି। ପରବର୍ତ୍ତୀ କିସ୍ତି ପାଇବା ପାଇଁ ଅନେକ ସାରା ଚାଷୀ ମଧ୍ୟ
ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ସରକାର ଘୋଷଣା କରିଦେଇଛନ୍ତି ଚାଷୀମାନଙ୍କ ପାଇଁ ଏହିସବୁ କାର୍ଯ୍ୟ କରିବା ପାଇଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କିସ୍ତି ଟଙ୍କା ଗୁଡ଼ିକ ସରକାର ଡିବିଡ଼ି ମାଧ୍ୟମରେ ହସ୍ତାନ୍ତର କରିଥାନ୍ତି। ଡିବିଡ଼ିର ମାନେ ହେଲା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ଓଡ଼ିଆରେ ଯଦି ଆମେ କହିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ଟଙ୍କା ଆସିଥାଏ। ଦେଖନ୍ତୁ, ଯଦି ଆପଣମାନେ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ଲଗାତାର ଭାବେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଯେଉଁ ସୂଚନାଟି ରହିଛି, ସୂଚନା ଅନୁଯାୟୀ ଆପଣମାନଙ୍କୁ କାର୍ଯ୍ୟ କରିନେବା ଆପଣମାନଙ୍କ ପାଇଁ ଭଲ ରହିବ। ଯାହା ମୁଁ ଆପଣମାନଙ୍କୁ ପ୍ରମାଣ ସହ ମଧ୍ୟ ଦେଖେଇବି। ସରକାରଙ୍କ ତରଫରୁ ପ୍ରତ୍ୟେକ ଚାଷୀମାନଙ୍କ ପାଇଁ କ'ଣ ରହିଛି ସୂଚନା, ଯେଉଁମାନେ ଲଗାତାର ଭାବେ କିସ୍ତି ଟଙ୍କା ପାଉଛନ୍ତି କିମ୍ବା ନୂଆ କରି ଆବେଦନ କରୁଛନ୍ତି କିମ୍ବା ଯେଉଁମାନଙ୍କର କିସ୍ତି ଟଙ୍କା ଅଟକି ଯାଇଛି। ତ ସମସ୍ତ ଚାଷୀମାନଙ୍କ ପାଇଁ ଏ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯେଉଁମାନଙ୍କର ଯେଉଁ ଟାଇପ୍ର ଅସୁବିଧା ରହିଛି କିମ୍ବା ଆପଣମାନଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ସମୟ ସମୟରେ ଯେଉଁ ନିୟମ ଗୁଡ଼ିକ ପରିବର୍ତ୍ତନ ହୋଇଥାଏ, ସେ ନିୟମ ଗୁଡ଼ିକ ଅନୁସାରେ ଆପଣମାନଙ୍କୁ ଚାଲିବାର ଅଛି। ଯଦି ନିୟମ ଅନୁସାରେ ଆପଣମାନେ କାର୍ଯ୍ୟ ନ କରିବେ, ଆପଣମାନଙ୍କର କିସ୍ତି ଟଙ୍କା ଅଟକିଯିବ। ଥରେ ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ ନଜର ପକାଇବା ପାଇଁ କହିବି। ଦେଖନ୍ତୁ, ଏ ଖବର କୃଷି ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ସୂଚନାଟି ରହିଛି। ସୂଚନାଟି କ'ଣ ରହିଛି? କୃଷକ ରେଜିଷ୍ଟ୍ରି। ତ ବହୁ ଚାଷୀ ମଧ୍ୟ ସେମାନଙ୍କର ଜମିପଟ୍ଟାରେ ନାମ ନାହିଁ, ସେମାନେ ଏପର୍ଯ୍ୟନ୍ତ ମଧ୍ୟ କୃଷକ ରେଜିଷ୍ଟ୍ରି କରିନାହାନ୍ତି। କିଛି ଚାଷୀ ମଧ୍ୟ କୃଷକ ରେଜିଷ୍ଟ୍ରି କରିସାରିଥିବେ। ତ ଏହାକୁ ନେଇ କ'ଣ ରହିଛି ସୂଚନା? ଆଗାମୀ 2 ମାସ ମଧ୍ୟରେ କରନ୍ତୁ କୃଷକ ପଞ୍ଜୀକରଣ। 2 ମାସ ମଧ୍ୟରେ ଯଦି ଆପଣମାନେ କୃଷକ ପଞ୍ଜୀକରଣ କରିଦେଉଛନ୍ତି, ତାହେଲେ ଆପଣମାନେ ବେନିଫିଟ୍ସ ଗୁଡ଼ିକ କ'ଣ ପାଇବେ? ବିଭିନ୍ନ ସରକାରୀ ସୁବିଧା ସହାୟତା ପାଇବାକୁ ହେଲେ ଆପଣମାନେ ଏଗ୍ରିଷ୍ଟାକ୍ ପୋର୍ଟାଲ, ଯେଉଁଟାକି ୱେବସାଇଟ୍ ମଧ୍ୟ ଏଠାରେ ମେନସନ୍ ରହିଛି, ଏହି ୱେବସାଇଟ୍ ଲିଙ୍କ ମଧ୍ୟ ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍ରେ ପ୍ରୋଭାଇଡ଼ କରିଦେବି। ଆପଣ ସିଧାସଳଖ ଏଗ୍ରିଷ୍ଟାକ୍ ଅଫିସିଆଲି ପେଜ୍ରେ ପହଞ୍ଚିଯିବେ। ନିଜ ନାମ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ। ପଞ୍ଜୀକରଣ ପାଇଁ ଆପଣମାନଙ୍କର କାଗଜପତ୍ର କ'ଣ ଆବଶ୍ୟକତା ରହିଛି ତାହା ମଧ୍ୟ ମେନସନ୍ ରହିଛି। 1 ନମ୍ବରରେ ଆପଣମାନଙ୍କର ଆଧାର କାର୍ଡ଼, 2 ନମ୍ବରରେ ଆପଣମାନଙ୍କର ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର, 4 ନମ୍ବରରେ ଜମି ପଟ୍ଟାର ସଠିକ୍ ତଥ୍ୟ। ଅର୍ଥାତ୍ ଯଦି ନିଜ ନାମରେ ପଟ୍ଟା ନଥାଏ, ତାହେଲେ ତହସିଲ ଅଫିସରେ ସଂଶୋଧନ କରାଇ ନିଅନ୍ତୁ ଓ ତାପରେ କୃଷକ ରେଜିଷ୍ଟ୍ରି ପଞ୍ଜୀକରଣ କରନ୍ତୁ। ସମୟ ସୀମା ଶେଷ ହେବା ପୂର୍ବରୁ ଆଜି ହିଁ ଆପଣଙ୍କ ପଞ୍ଜୀକରଣ ସୁନିଶ୍ଚିତ କରନ୍ତୁ। ଆପଣମାନେ ଶେଷ ତାରିଖକୁ ଅପେକ୍ଷା ନ କରି ଯଥାଶୀଘ୍ର ଆପଣମାନେ ଏହି କାର୍ଯ୍ୟଟିକୁ ସମ୍ପାଦନ କରିନିଅନ୍ତୁ। ଯଦି ଆପଣମାନେ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର ଲଗାତାର ଭାବେ କିସ୍ତି ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ଯେଉଁ ଚାଷୀମାନେ ଫାର୍ମର ରେଜିଷ୍ଟ୍ରି କରିଦେଇଛନ୍ତି ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ, କିନ୍ତୁ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ କରିନାହାନ୍ତି, ହୁଏତ ସେମାନଙ୍କର କିସ୍ତି ଟଙ୍କା ସବୁଦିନ ପାଇଁ ବନ୍ଦ ହୋଇଯିବ।